ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଲକ୍ଷ୍ମୀ ସେହଗଲ 24 ଅକ୍ଟୋବର 1914 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ବିପ୍ଳବୀ ଥିଲେ। ସେ ଭାରତୀୟ ଜାତୀୟ ସେନାର ଜଣେ ଅଧିକାରୀ ଏବଂ ଆଜାଦ ହିନ୍ଦ ସରକାରରେ ମହିଳା ମନ୍ତ୍ରୀ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବର୍ମାରେ ବନ୍ଦୀ ହେବା ସମୟରେ ଲକ୍ଷ୍ମୀଙ୍କୁ ସାଧାରଣତଃ ଭାରତରେ କ୍ୟାପ୍ଟେନ୍ ଲକ୍ଷ୍ମୀ ବୋଲି କୁହାଯାଉଥିଲା। ସେ 23 ଜୁଲାଇ 2012 ମସିହାରେ ମୃତ୍ୟୁବରଣ କରିଥିଲେ। ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।